ଜାନୁଆରୀ 24 ରେ ଆସୁଛି ସ୍କାଏ ଫୋର୍ସ। ବଡ଼ ପରଦାରେ 1965 ଭାରତ ପାକ୍ ଯୁଦ୍ଧର ଅକୁହା କାହାଣୀ। ବଡ଼ ପର୍ଦ୍ଦାରେ 1965 ମସିହାର ଭାରତ ପାକିସ୍ତାନ ଯୁଦ୍ଧର ଅକୁହା କାହାଣୀ। ରିଲିଜ୍ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ସ୍କାଏ ଫୋର୍ସର ଟ୍ରେଲର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ୍ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବାକୁ ଯାଉଛନ୍ତି ଅକ୍ଷୟ କୁମାର। ଏଥିରେ ରହିଛି କିଛି ନୂଆ କାହାଣୀ ଯାହା ବାୟୁସେନାର ବୀରତ୍ୱ ଓ ଶୌର୍ଯ୍ୟକୁ ପ୍ରଦର୍ଶନ କରିଛି। 1965 ଯୁଦ୍ଧରେ କିପରି ପାକିସ୍ତାନ ସେନାକୁ ଧୂଳି ଚଟାଇଥିଲେ ଭାରତର ବାୟୁବୀର, ତାହା ସହ ଫିଲ୍ମରେ ଅନେକ ରହସ୍ୟ ଓ ରୋମାଞ୍ଚ ଭରି ରହିଛି। ଏଥିରେ ଅକ୍ଷୟ କୁମାରଙ୍କ ସହ ଡେବ୍ୟୁ କରିଛନ୍ତି ବୀର ପାହାଡ଼ିଆ। ସେହିଭଳି ଅଭିନେତ୍ରୀ ସାରା ଅଲି ଖାନ୍ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସିନେମାଟି ଆସନ୍ତା ଜାନୁଆରୀ 24 ତାରିଖରେ ରିଲିଜ୍ ହେବ। ଗତ କିଛି ବର୍ଷ ଧରି ଅକ୍ଷୟଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହୋଇଛି, ତେଣୁ ଏହି ସିନେମା ଉପରେ ବିଶେଷ ନଜର ରହିବ। ରିପୋର୍ଟ ନ୍ୟୁଜ୍ 18 ଓଡ଼ିଶା।